ଅତୀତରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଜାଣିବା ପାଇଁ ଆମେ ଇତିହାସକୁ ପଢ଼ିଥାଉ। ଆମ ଇତିହାସ ଆମ ଗର୍ବ ଗୌରବକୁ ବହନ କରିଥାଏ। ତେବେ ଆଜି ହେଉଛି 21 ଜୁଲାଇ 2025। ଆସନ୍ତୁ ଜାଣିବା ଆଜିର ଇତିହାସ। 1883 ଜୁଲାଇ 21 ତାରିଖରେ କୋଲକାତାରେ ଭାରତର ପ୍ରଥମ ସାର୍ବଜନୀନ ଥିଏଟର ହଲ୍ ଷ୍ଟାର ଥିଏଟର ଉଦ୍ଘାଟିତ ହୋଇଥିଲା। ପ୍ରାରମ୍ଭରେ ବିଡନ୍ ଷ୍ଟ୍ରିଟ୍ରେ ଅବସ୍ଥିତ ଥିଲା, ପରେ ଥିଏଟରଟି କର୍ଣ୍ଣୱାଲିସ୍ ଷ୍ଟ୍ରିଟ୍କୁ ସ୍ଥାନାନ୍ତରିତ ହୋଇଥିଲା। ଏହା ଭାରତର ପ୍ରଥମ ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ଥିଲା ଯେଉଁଠାରେ ନାଟକରେ ବିଦ୍ୟୁତ୍ ଆଲୋକ ବ୍ୟବହାର କରାଯାଇଥିଲା ଏବଂ ଏହା କୋଲକାତାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳ। କୋଲକାତାର ପ୍ରଥମ ସାର୍ବଜନୀନ ଥିଏଟର ଥିଲା କୋଲକାତା ଥିଏଟର, ଯାହା 1775 ମସିହାରେ ପ୍ରତିଷ୍ଠିତ ହୋଇଥିଲା। 1911 ଜୁଲାଇ 21 ତାରିଖରେ ଜନ୍ମଗ୍ରହଣ କରିଥିଲେ ଉମାଶଙ୍କର ଯୋଶୀ। ସେ ଜଣେ ଭାରତୀୟ କବି, ବିଦ୍ୱାନ ଏବଂ ଲେଖକ ଥିଲେ, ଯିଏ ଗୁଜରାଟୀ ସାହିତ୍ୟରେ ତାଙ୍କର ଅବଦାନ ପାଇଁ ଜଣାଶୁଣା। ସେ ତାଙ୍କର ଅଧିକାଂଶ କୃତି ଗୁଜରାଟୀରେ ଲେଖିଥିଲେ। ତାଙ୍କୁ 1967 ମସିହାରେ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 1970 ମସିହାରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। 1976 ମସିହାରେ ଜ୍ଞାନପୀଠ ପୁରସ୍କାର କମିଟି ଏବଂ 1978 ମସିହାରେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ହୋଇଥିଲେ। ସେ 1978ରୁ 1983 ପର୍ଯ୍ୟନ୍ତ ସାହିତ୍ୟ ଏକାଡେମୀର ସଭାପତି ପଦବୀରେ ରହିଥିଲେ। 1906 ଜୁଲାଇ 21 ତାରିଖରେ ମୃତ୍ୟୁବରଣ କରିଥିଲେ ଓମେଶ ଚନ୍ଦ୍ର ବାନାର୍ଜୀ। ସେ ଜଣେ ଭାରତୀୟ ସ୍ୱାଧୀନତା କର୍ମୀ ଏବଂ ବାରିଷ୍ଟର ଥିଲେ, ଯିଏ ଇଂଲଣ୍ଡରେ ଅଭ୍ୟାସ କରିଥିଲେ। ସେ 1865 ମସିହାରେ ଦାଦାଭାଇ ନାଓରୋଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଲଣ୍ଡନ ଇଣ୍ଡିଆନ୍ ସୋସାଇଟିର ଜଣେ ସଚିବ ଥିଲେ। ସେ 1885 ମସିହାରେ ବମ୍ବେରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଏବଂ ପ୍ରଥମ ସଭାପତି ଥିଲେ। 2009 ଜୁଲାଇ 21 ତାରିଖରେ ମୃତ୍ୟୁବରଣ କରିଥିଲେ ଗଙ୍ଗୁବାଇ ହଙ୍ଗଲ। ସେ କର୍ଣ୍ଣାଟକର ଖୟାଲ ଧାରାର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଭାରତୀୟ ଗାୟିକା ଥିଲେ, ଯିଏ ତାଙ୍କର କଣ୍ଠସ୍ୱର ପାଇଁ ଜଣାଶୁଣା ଥିଲେ। ତାଙ୍କୁ 2002 ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା। 1996 ମସିହାରେ ଭାରତର ଜାତୀୟ ସଙ୍ଗୀତ ଏକ ପ୍ରଦର୍ଶନ କଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ପ୍ରଦାନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।